ହାତୀ ଭାଙ୍ଗିଦେଲା ଘର ଉଜାଡ଼ିଦେଲା ଧାନ ଫସଲ। ଅନୁଗୁଳ ଜିଲ୍ଲା ଆଙ୍କୁଲ ଗ୍ରାମ ନିକଟରେ ଥିବା ଆମ୍ବ ତୋଟାଠାରେ 40 ପଲ ହାତୀ ଆସି ପାଖାପାଖି 1 ମାସ ହେଲା ରହିଛନ୍ତି, ଯାହା ପାଇଁ ଲୋକେ ଘରୁ ବାହାରକୁ ବାହାରିବା ପାଇଁ ଭୟ କରୁଛନ୍ତି। ଅପରାହ୍ନ ହେଲେ ହାତୀ ଧାନ ଫସଲ ନଷ୍ଟ କରିବା ସହ ଗାଁ ଭିତରକୁ ପଶି ଆସୁଛନ୍ତି। ଏହା ଦେଖି ଲୋକେ ଭୟ ଭିତରେ ଜୀବନ ଯାପନ କରୁଛନ୍ତି। ଗତକାଲି ରାତ୍ର ସମୟରେ ଗୋଟିଏ କିଆ ଦନ୍ତା ହାତୀ ଶେଷଦେବଙ୍କ ଘର ଭାଙ୍ଗି ଦେଇ ଧାନ ଏବଂ ଚାଉଳ ଖାଇଦେଇଛି। ସୂଚନା ଯେ ଗତକାଲି ରାତିରେ ଆଙ୍କୁଲା ଗ୍ରାମର ଶେଷଦେବ ଭୋଇ ପରିବାର ଲୋକଙ୍କ ସହ ଖାଇସାରି ପିଲା ଛୁଆକୁ ଧରି ଶୋଇବାକୁ ଯାଉଥିଲେ। ପରିବାରର ସମସ୍ତେ ଶୋଇଥିବା ବେଳେ ହଠାତ୍ ଘର ପାଖକୁ ଗୋଟିଏ କିଆ ଦନ୍ତା ହାତୀ ଆସିଥିଲା। ସେହି ସମୟରେ ଘର କାନ୍ଥ ଏବଂ ଚାଳ ଛପର ଦୌଡ଼ିବାରେ ଲାଗିଲା। କାହିଁକି ଦୌଡୁଛି ଦେଖିବା ପାଇଁ ଶେଷଦେବ ବାହାରକୁ ଆସିଲା ବେଳକୁ ଘର ବାହାରେ ଗୋଟି କିଆ ଦନ୍ତା ହାତୀ ଛିଡ଼ା ହୋଇଛି। ଭୟରେ ପରିବାର ଲୋକଙ୍କୁ ଧରି ଏକ କନ୍ଦି ଯୋଗେ ବାହାରକୁ ବାହାରି ଯାଇଥିଲେ। ହାତୀଟି ଘରକୁ ଭାଙ୍ଗି ଧାନ ଓ ଚାଉଳ ଖାଇ ଦେଇଥିଲା। ସରକାରଙ୍କୁ ଶେଷଦେବ ସହାୟତା ପାଇଁ ନିବେଦନ କରିଛନ୍ତି। ସେହିପରି ଆଙ୍କୁଲ ଗ୍ରାମର ବିଘ୍ନରାଜ ସାହୁ, ପରମାନନ୍ଦ ଦେହୁରୀ, ଗଗନ ବେହେରା, ପଞ୍ଚାନନ ସାହୁ, ବିନୟ ସାହୁ, ବାବୁଲି ସାହୁଙ୍କ ପାଖାପାଖି 15 ଏକର ଧାନ ଫସଲକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଦେଇଛନ୍ତି ହାତୀପଲ। ବ୍ୟୁରୋ ରିପୋର୍ଟ, ଅନୁଗୁଳ ଟିଭି। କଣ ହେଇଛି କାଲି କଣ? ଦେଖ ରାତି 3ଟା ବେଳକୁ ତ ହାତୀ ଟୋଳି ଏକର ଆସିକିନି ସବୁ ଖାଇଲେ। ଆମେ ତ ସବୁରୁ ଗାଡ଼ି ନେଲେ, ଆମକୁ ତ ବାଟ ଜଗିଦେଲେ। ଆମେ ଆଉ ଘରୁ ବାହାରି ପାଇଲୁନି। ସେପଟେ ଗୋଟିଏ କନ୍ଦି ବାଟ ଥିଲା ଯେ ଆମେ ସେପଟକୁ ମୋ ପିଲା ଛୁଆକୁ ଧରିକି ଆମେ ଗଲୁ ବାହାରି। କଣ ଖାଇଛ ହାତୀ? ଆଉ ଧାନ, ଚାଉଳ, ଭାତ ଯାହା ଥିଲା ସବୁ ଖାଇଲେ। ଆଉ ଖାଇଲେ ଘର ବି ଭାଙ୍ଗି ଦେଇଗଲେ। ଆଉ କଣ ଚାହୁଁଛନ୍ତି ଆପଣଙ୍କୁ ଯାହା କଣ ମିଳିବ, ଆମେ କଣ କେମିତି ଚଳିବୁ ମୋ ଛୁଆକୁ ଧରି, ଆଉ ସରକାର ଯାହା ଦେବେ। ଆଉ ଦେବେ କୋଉ ଗାଁ? ଆମ ଘର ଆଜ୍ଞା ଡେରିଯାଏ। ମୁଁ ଏଠି ତାଙ୍କ ପାଖରେ ଅଛି, ଯୋଗାଯୋଗ କରୁଛି। କେତେ କଣ ଧାନ ନଷ୍ଟ ହେଇଗଲାନି ଆଜ୍ଞା, ଆହୁରି 15 ଏକର ଥିଲେ। ଅଲଗା ଲୋକର ଅଲଗା ଅଛି। କେତେ ହାତୀ ଆସିଛନ୍ତି? 42 ଗୋଟ। ସବୁ ଧାନ ଧାନକୁ ଦେଇ ଦେଇଛନ୍ତି? ହଁ, ଖାଇକି ନଷ୍ଟ କରୁଛନ୍ତି ନା ଖାଲି କୁଦେଇ ପକେଇଛନ୍ତି? ଦେଇଛି ଗୋଟେ ଖାଇଛି ଆଜ୍ଞା। କଣ ଚାହୁଁଛନ୍ତି? ଆପଣ ଯାହା ଚାହିଁବେ, ପୁଣି ଆଉ ଆମେ କଣ କହିପାରିବା। ସହଯୋଗ ଦେବେ ଆଉ କଣ ସରକାର କଣ ଦେବେ? ଯାହା କ୍ଷତିପୂରଣ ଆଜ୍ଞା ଯାହା ଦେବା କଥା ଦେବେ। ଆଉ ସରକାର ଯାହା ବୁଝିବେ। ଆଉ କଣ କାଲି କେତେବେଳେ ହାତୀ ଆସିଲେ, କଣ କେମିତି କଣ? ଆମର ରାତି 3ଟା ବେଳକୁ ଆସିଥିଲେ। କେତେ ପଟ ଆସିଥିଲେ? ଗୋଟିଏ ଦନ୍ତା ହାତୀ ଆସିକି ପୁରା ଆମ ଘର ସାମ୍ନାରେ, ପୁରା ଆମେ ଯୋଉଠି ଶୋଇଛୁ ଆମ ଘର ସାମ୍ନାକୁ ଆମକୁ ପୁରା ଜଗିଦେଲା। ତାପରେ ଆମେ ଜାଣିପାଇଲୁ ଯେ ମାନେ ଟିକେ ଯୋଉ ତା ଦେହ ବାଜିଲା ଆମ ଘରେ, ଆମେ ଜାଣିପାଇଲୁ। ତାପରେ ଏଠୁ ଖସଖାସ ଯାହା କଲା, ଯୋଉ ବଡ଼ା ଛପର ରହିଥିଲା ଖସଖାସ କଲା। ତାପରେ ଦେଖିଲୁ ଯେ ମୋ ମା କହିଲା ଯେ ବୋଧେ ଷଣ୍ଢ ଫଣ୍ଡ କଣ ଆସିଛି। ମୋ ମା କହିଲା ଦାଦା ଦାଦା ସି। ତାପରେ ଏଠୁ ମୁଁ ଯେତେବେଳେ ଦେଖିଲି ଯେ ପୁରା ହାତୀ ଆସି ଆମ ଘର ସାମ୍ନା ପୁରା ଠିଆ ହେଇଛି। ଆଉ ତାପରେ ଆମେ ଏଠୁ ପୁରା ଜୀବନ ବିକଳରେ, ପୁରା କୋଉପଟେ ଘରେର ବାଟ ନାହିଁ ଆଉ ବାହାରିବା ପାଇଁ। ଜୀବନ ବିକଳରେ ଗୋଟେ କନ୍ଦି ପଟେ ବାହାରି ପଡ଼ିଲୁ। ତାପରେ ଏଇ ଘର ଦ୍ୱାର ସେ ପୁରା ଚାଉଳ ଫାଉଳ ଖାଇ ତାଙ୍କ ଘର ଦ୍ୱାର ଭାଙ୍ଗି, ଏଇ ଯୋଉ ଡିକ୍ଚି ଭିତର ଭାଙ୍ଗି ସବୁ ଏଠି ନଷ୍ଟ ଫଷ୍ଟ କରିଦେଇଛି। କେତେ ପଟ ହାତୀ ଆସିଥିଲେ? ଏଇ ଗୋଟିଏ ଦନ୍ତା ହାତୀ ଆସିଥିଲା। ଆଉ ତ ସବୁ ଆମ ଘର ପାଖରେ ହିଁ ଅଛନ୍ତି। ଏଇଠୁ 50 ମିଟର ପାଖରେ ସବୁ ଥିଲେ 42 ପଟ।